ओम जय श्री जगन्नाथ जय श्री जगन्नाथ जय श्री जगन्नाथ। आपण मानकु आमर आध्यात्मिक चैनल आम उत्कलीय परंपरा को अनेक अनेक स्वागत। आजिठारु नीलांचल धाम श्रीक्षेत्र पुरी रे अणसर पट्टिदिय पूजा पाती एवं आजिठारु श्री अल्लारनाथंकर दिव्य दर्शन ब्रह्मगिरी रे कौन रही शास्त्र किंवदंती पौराणिक मत अनुसार गतकाली ज्येष्ठ मास शुक्लपक्ष पवित्र स्नान पूर्णिमा तिथि रे जगतरनाथ श्री जगन्नाथ महाप्रभु 108 सुवासित जलरे भाई भौणी सहित स्नान करी ज्वरे असुस्थ होई अणसर घरे रही वैद्यଙ୍କ परामर्श क्रमे महोषधि सहित उपचार सेवा पाउछन्ति। आजिठारु अल्लारनाथଙ୍କ दर्शन ମଧ୍ୟ ଆରମ୍ଭ ହୋଇଥାଏ ବ୍ରହ୍ମଗିରିରେ। ବ୍ରହ୍ମ ପ୍ଲସ୍ ଗିରି ବ୍ରହ୍ମଗିରି। ବ୍ରହ୍ମର ଅର୍ଥ ସୃଷ୍ଟିକର୍ତ୍ତା ବା ପରମ ତତ୍ତ୍ୱ। ଗିରି ଅର୍ଥ ପାହାଡ଼ ବା ଉଞ୍ଚୁ ଭୂମି। ତେଣୁ ବ୍ରହ୍ମଗିରିର ଅର୍ଥ ହେଉଛି ବ୍ରହ୍ମାଙ୍କ ସହ ସମ୍ବନ୍ଧିତ ଉଚ୍ଚ ସ୍ଥାନ। ସ୍କନ୍ଦ ପୁରାଣର ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟରେ ଉଲ୍ଲେଖ ଅଛି ଯେ ବ୍ରହ୍ମା ଅଲାରନାଥ ବିଗ୍ରହ ପ୍ରତିଷ୍ଠା କରିଥିଲେ। ବ୍ରହ୍ମା ଭଗବାନ ନାରାୟଣଙ୍କ ଦର୍ଶନ ପାଇଁ ଉତ୍କଳର ଏକ ପବିତ୍ର ସ୍ଥାନରେ ଦୀର୍ଘ ତପସ୍ୟା କଲେ ଏବଂ ଯଜ୍ଞ କଲେ। ବ୍ରହ୍ମାଙ୍କ ତପସ୍ୟା ଯଜ୍ଞରେ ପ୍ରସନ୍ନ ହୋଇ ଭଗବାନ ନାରାୟଣ ବିଷ୍ଣୁ ତାଙ୍କୁ ଦର୍ଶନ ଦେଇଥିଲେ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରି ଦିବ୍ୟ ରୂପରେ। ବ୍ରହ୍ମା ତାଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, କଳିଯୁଗରେ ଭକ୍ତମାନେ ସହଜରେ ଆପଣଙ୍କର ଦର୍ଶନ ପାଇପାରନ୍ତୁ। ଆପଣ ସଦା ଏହି ସ୍ଥାନରେ ବିରାଜ କରନ୍ତୁ। ଭଗବାନ ବିଷ୍ଣୁ ବ୍ରହ୍ମାଙ୍କ ପ୍ରାର୍ଥନା ଗ୍ରହଣ କଲେ। ବ୍ରହ୍ମା ଏହି ସ୍ଥାନକୁ ତାପରେ ପବିତ୍ର କରି ପୂଜା କରିବାରେ ଲାଗିଲେ। ସେଥିପାଇଁ ଏହି ଅଞ୍ଚଳର ନାମ ବ୍ରହ୍ମାଙ୍କ ନାମରୁ ବ୍ରହ୍ମଗିରି ବୋଲି ପ୍ରସିଦ୍ଧ ହେଲା। ସେଠାରେ ବିରାଜମାନ ବିଷ୍ଣୁ ହେଲେ ଅଲାରନାଥ। ଶ୍ରୀ ଚୈତନ୍ୟ 1510 ଖ୍ରୀଷ୍ଟାବ୍ଦରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଆସିଥିଲେ। ସେଠାରେ ମହାପ୍ରଭୁଙ୍କର ଅଣବସର ନୀତି ଚାଲିଥିବାରୁ ଶ୍ରୀ ଚୈତନ୍ୟଙ୍କୁ ଦର୍ଶନ ମିଳିନଥିଲା। ପୂଜାପଣ୍ଡା ସେବାୟତ ଦଇତାପତିମାନେ ତାଙ୍କୁ ଦର୍ଶନ ହୋଇପାରିବ ନାହିଁ ବୋଲି ମନା କରିଥିଲେ। ଚୈତନ୍ୟ ଏହାର କାରଣ ପଚାରିଥିଲେ ତ ମହାପ୍ରଭୁଙ୍କ ସେବାୟତମାନେ କହିଥିଲେ ଯେ 108 ଗରା ଜଳରେ ପ୍ରଭୁ ସ୍ନାନ କରି ପ୍ରଭୁଙ୍କୁ ଜ୍ୱର ହୋଇଅଛି। ତାଙ୍କର ଗୁପ୍ତ ସେବା ଚାଲୁଛି। ତେଣୁ ବର୍ତ୍ତମାନ 15 ଦିନ ଦର୍ଶନ ବନ୍ଦ ହେବ ସମସ୍ତ ଭକ୍ତମାନଙ୍କୁ। ଏହି କଥା ଶୁଣି ଶ୍ରୀ ଚୈତନ୍ୟ ଅତ୍ୟନ୍ତ ବିରହରେ ପଡ଼ିଗଲେ ଏବଂ ଭାବିଲେ, ମୋ ଦ୍ୱାରା ବୋଧହୁଏ କିଛି ଭୁଲ ହୋଇଯାଇଛି, ତେଣୁ ପ୍ରଭୁ ମୋତେ ଦର୍ଶନ ଦେଲେ ନାହିଁ। ତେଣୁ ସେ ସମୁଦ୍ରରେ ପ୍ରାଣ ବିସର୍ଜନ କରିବେ ବୋଲି ସମୁଦ୍ର କୂଳକୁ ଗଲେ। ଏହାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ ଚୈତନ୍ୟଙ୍କୁ ଆକାଶବାଣୀ ଦେଇ କହିଲେ, ମୋର ଶରୀର ଅସୁସ୍ଥ ଥିବା ହେତୁ ବର୍ତ୍ତମାନ ମୋର ଅଣସର ନୀତି ଚାଲୁଅଛି। ତେଣୁ ମୋର ଗୁପ୍ତ ସେବା ଚାଲିଛି। ମୁଁ ବ୍ରହ୍ମଗିରିରେ ଅଲାରନାଥ ରୂପରେ ପୂଜା ପାଉଅଛି। ସେଠାକୁ ଯାଇ ମୋର ଦର୍ଶନ କର। ତାପରେ ଚୈତନ୍ୟ ମହାପ୍ରଭୁ ପୁରୀରୁ ଚାଲି ଚାଲି ଆସି ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କଲେ। ସେ ଅଲାରନାଥଙ୍କର ଶଙ୍ଖ ଚକ୍ର ଗଦାପଦ୍ମ ଦିବ୍ୟ ରୂପକୁ ଦର୍ଶନ କରି ଭାବବିହ୍ୱଳ ହୋଇଗଲେ। ଶ୍ରୀ ଚୈତନ୍ୟ ଭକ୍ତିରେ ଏତେ ଭାବବିହ୍ୱଳ ହୋଇଗଲେ ଯେ କିମ୍ବଦନ୍ତୀ ଅନୁସାରେ ଶ୍ରୀ ଚୈତନ୍ୟଙ୍କ ଶରୀର ଉତ୍ତପ୍ତ ହୋଇ ପଥର ଶିଳାଖଣ୍ଡ ତରଳିଗଲା, ଯାହାକୁ ଆଜି ମଧ୍ୟ ଭକ୍ତମାନେ ଦର୍ଶନ କରନ୍ତି। ଶ୍ରୀ ଚୈତନ୍ୟଙ୍କ ଠାରୁ ହିଁ ପ୍ରଥମେ ଅଣସରରେ ଅଲାରନାଥଙ୍କର ଦିବ୍ୟ ଦର୍ଶନ ଆରମ୍ଭ ହୋଇଛି। ବିଶ୍ୱାସ ରହିଛି ଯେ ବର୍ଷକ 365 ଦିନ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟଫଳ ଲାଭ ହୋଇଥାଏ, ଏହି 15 ଦିନରେ ଗୋଟିଏ ଦିନ ଅଲାରନାଥଙ୍କୁ ଦର୍ଶନ କଲେ ସେହି ପୁଣ୍ୟଫଳ ମିଳିଥାଏ। ଅଲାରନାଥଙ୍କର ପ୍ରିୟ ଭୋଗ ହେଉଛି କ୍ଷୀରି। ବର୍ଷ ତମାମ 2 ଥର ଏଠାରେ କ୍ଷୀରି ପ୍ରସ୍ତୁତ ହୋଇ ଭଗବାନଙ୍କୁ ଭୋଗ ଲାଗିଥାଏ। ଥରେ ପ୍ରଭୁ ଅଲାରନାଥ ଗରମ କ୍ଷୀରି ଖାଉଥିବା ସମୟରେ ତାଙ୍କର ମୁଖ, ହାତ ଏବଂ ପେଟରେ ପଡ଼ି ଫୋଟକା ହୋଇଯିବାର ଚିହ୍ନ ଏବେ ବି ପ୍ରଭୁଙ୍କ ଶରୀରରେ ରହିଛି। ଏଠାରେ କ୍ଷୀରି ଭୋଗ ମଧ୍ୟ ଭକ୍ତମାନଙ୍କର ପ୍ରବଳ ଶ୍ରଦ୍ଧା ଭକ୍ତି। କିମ୍ବଦନ୍ତୀ ଅନୁସାରେ ଜଣେ ବ୍ରାହ୍ମଣ ପ୍ରତିଦିନ ଭଗବାନ ଅଲାରନାଥଙ୍କୁ କ୍ଷୀରି ଭୋଗ ଅର୍ପଣ କରୁଥିଲେ।
ଦିନେ ତାଙ୍କୁ ବାହାରକୁ ଯିବାକୁ ପଡ଼ିଲା। ସେ ତାଙ୍କର 10-12 ବର୍ଷର ଛୋଟ ପୁଅ ମଧୁସୂଦନଙ୍କୁ ଡାକି କହିଲେ, ଆଜି ତୁମେ ଭଗବାନଙ୍କୁ କ୍ଷୀରି ଭୋଗ ଦବ। ଛୋଟ ପିଲାଟି ନିଷ୍କପଟ ସରଳ ହୃଦୟରେ ଭଗବାନଙ୍କୁ କହିଲେ, ବାପା କହିଛନ୍ତି ଆପଣ କ୍ଷୀରି ଖାଆନ୍ତୁ। ଭଗବାନ ନୀରବ ରହିଲେ। ପିଲାଟି ଭାବିଲେ ଭଗବାନ କାହିଁକି କ୍ଷୀରି ଖାଉନାହାନ୍ତି। ସେ ପୁଣି ଅନୁରୋଧ କଲେ, ଭଗବାନ କ୍ଷୀରି ଖାଇଦିଅନ୍ତୁ, ମୁଁ ଖେଳିବାକୁ ଯାଉଛି। ଖେଳ ସମାପ୍ତ ହେଲା ପରେ ମଧୁସୂଦନ ଆସି ଦେଖନ୍ତି ତ କ୍ଷୀରି ପାତ୍ର ଖାଲି ହୋଇଯାଇଛି। ଭଗବାନ କ୍ଷୀରି ଖାଇଦେଇଛନ୍ତି। ସେ ଖାଲି ପାତ୍ର ଆଣି ଘରକୁ ଆସନ୍ତି। ଘରେ ତାଙ୍କର ମା ତାଙ୍କୁ ପଚାରନ୍ତି, ଆରେ ପୁଅ, କ୍ଷୀରି କାହିଁ? ବାପା ତ ସବୁଦିନ କ୍ଷୀରି କରି ପ୍ରସାଦ ଆଣନ୍ତି, ତୁମେ ତ କାହିଁ କ୍ଷୀରି ପ୍ରସାଦ କରି ଆଣିନ? ପୁଅ କହିଲେ, ମା, ଭଗବାନ ସବୁ କ୍ଷୀରି ଖାଇଦେଲେ। ମା କହିଲେ, ଭଗବାନ କ୍ଷୀରି ଖାଇଦେଲେ? ଆଜି ଯାଏଁ ତ ବାପା ପୂଜା କରନ୍ତି, ଭଗବାନ କ୍ଷୀରି ଖାଆନ୍ତିନି। ତୁମେ ପୂଜା କଲ, ଭଗବାନ କ୍ଷୀରି ସବୁ ଖାଇଦେଲେ? ହଉ ବାପା ଆସନ୍ତୁ, ମୁଁ କହିବି। ବ୍ରାହ୍ମଣ ଆସି ପହଞ୍ଚିଲେ ପରେ ପତ୍ନୀ ତାଙ୍କୁ ସବୁ କଥା କହିଲେ। ବାପା କହିଲେ, ମଧୁସୂଦନ, କାଲି ତୁମେ କ୍ଷୀରି ନେଇକରି ଭଗବାନଙ୍କ ପାଖେ ପୂଜା କରିବ। ଦେଖିବା ଭଗବାନ କିପରି କ୍ଷୀରି ଖାଉଛନ୍ତି। ଭଗବାନଙ୍କର ସବୁ ଉପଚାର ପରେ ବାଳକ ଭୋଗ କଲେ କ୍ଷୀରି। ବାପା ତାଙ୍କର କବାଟ ଫାଙ୍କରେ ଏସବୁ ଦୃଶ୍ୟ ଲୁଚି ଦେଖୁଥିଲେ। ଦେଖିଲେ ଜଣେ କଳା ଦିବ୍ୟ ପୁରୁଷ ଆସି କ୍ଷୀରି ଖାଉଛନ୍ତି। ଆଉ ଭଗବାନ ଏତେ ତରତରରେ କ୍ଷୀରି ଖାଉଥିଲେ ଯେ ତାଙ୍କର ମୁଖ, ହାତ, ପେଟ ଫୋଟକା ହେଇଯାଇଥିଲା। ସେବେଠୁ ଏହା ଚାରିଆଡ଼େ ଧୀରେ ଧୀରେ ପ୍ରଚାର ପ୍ରସାର ହେଲା। ଏଥିରୁ ପ୍ରମାଣ ମିଳେ ଯେ ଭଗବାନ ସବୁବେଳେ ଭକ୍ତର ଶ୍ରଦ୍ଧା ଓ ସରଳ ମନକୁ ଦେଖନ୍ତି। ବାପା ଏତେ ମନ୍ତ୍ର ପାଠ କରି ଷୋଡ଼ଶ ଉପଚାରରେ ଭଗବାନଙ୍କୁ ପୂଜା କରି କ୍ଷୀରି ଭୋଗ କରନ୍ତି। ଭଗବାନ ଖାଆନ୍ତି ନାହିଁ। କିନ୍ତୁ 10-12 ବର୍ଷର କୋମଳ ସରଳ ମନର ବାଳକଟିଏ ପୂଜା କରେ ଭଗବାନଙ୍କର ପୂଜା ମନ୍ତ୍ର ନ ଜାଣି। ଆସ ବାପା କହିଛନ୍ତି କ୍ଷୀରି ଖାଇଦିଅ, ମୁଁ ଖେଳିବାକୁ ଯିବି। ଭଗବାନ ଆସି କ୍ଷୀରି ଖାଇଦିଅନ୍ତି। ଆଜିର ଭିଡ଼ିଓଟି ଏଇଠି ରଖୁଛି। ଭିଡ଼ିଓରେ କୌଣସି ପ୍ରକାର ତ୍ରୁଟି ଥିଲେ କ୍ଷମା କରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଶେଷରେ ବିନମ୍ର ଅନୁରୋଧ, ପରମ ବ୍ରହ୍ମ ନାରାୟଣ ଶ୍ରୀ ଜଗନ୍ନାଥଙ୍କୁ ନିଜ ହୃଦୟରେ ସ୍ଥାନ ଦିଅନ୍ତୁ ଏବଂ କୁହନ୍ତୁ, ବୈଦିକ ସନାତନ ଧର୍ମର ସଦା ଜୟ ହେଉ। ଜୟ ଶ୍ରୀ ଜଗନ୍ନାଥ।